କହିଲେ ପାଠ ପରୀକ୍ଷା ସଇଲା ମୁଁ କହିଲେ ତମେ ଶୋଇ ପଡ ପାଠ କର ନା ଏଇଆ କହିଲେ ମୁଁ କହିଲି କାହିଁକି ନା କହିଲା ବେଳକୁ ମୁଁ ଧରି ପିଟି ଦେଲେ ମୋ ହାତକୁ କାଲି ଛୁଁନାହାନ୍ତି ଦୂରେଇ ରହୁଛନ୍ତି ତାମାନେ ମାନେ ଏତେ ସେ ସୂତ୍ରରେ ତା ସବୁ ବେଜ କଣ ତାକୁ କୁହନ୍ତି ଯୋଉ ଚିଆରି ତାକୁ ପୋଛିକି ତାକୁ ବସେ ସେଠି। ମୁଁ ମିଡ଼ିଆ ଆଗରେ କହିପାରିବିନି କିଛି। ହଉଛି ପ୍ରକାଶ କୁମାର ମଲ୍ଲିକ। ସ୍କୁଲରେ ବହୁତ ଛୁଆଙ୍କ ସହିତ ସେ ତାଙ୍କର ସବୁ ମାନେ ଛୁଆଙ୍କୁ ସେ ତାଙ୍କ ଛୁଆ ଭଳିଆ ଦେଖୁନାହାନ୍ତି ମାନେ ସେ ଯୋଉ ତପସ୍ୱିନୀ ମ୍ୟାଡାମ ସେ ସବୁ ଛୁଆଙ୍କୁ ମାରୁଛନ୍ତି ପିଟୁଛନ୍ତି ତାଙ୍କୁ ମାନେ ସେ ଭାରି ସୁତୁରି ଦେଖାଉଛନ୍ତି। ଛୁଁନାହାନ୍ତି ଦୂରେଇ ରହୁଛନ୍ତି ମାନେ ଏତେ ସେ ସୂତ୍ରରେ ତା ସବୁ ବେଜ କଣ ତାକୁ କୁହନ୍ତି ଯୋଉ ଚିଆରି ତାକୁ ପୋଛିକି ତାକୁ ବସେ ସେଠି। ଆଉ ଦିନେ କଣ ହେଇଥିଲା କଣ ଦିନେ ସିଏ ଶିକ୍ଷକ ସେଇଟା ସବୁ ଗପୁଥିଲେ ଝିଅ ପିଲାଙ୍କ ସହିତ ମୁଁ ମୋର ସେଇଠି ମୋତେ ଡାକୁଥିଲି ଶୁଣିଲେନି ସେ। ତାପରେ ମୁଁ ଏମିତି ମ୍ୟାମ୍ ଯୋଉ ଡାକନ୍ତିନି ସେ ମା ଭଳିଆ ମୁଁ ସେମିତି ଡାକିଦେନି ଏମିତି ହାତ ମାରି କହୁଛନ୍ତି ଶିଷ୍ଟାଚାର ଶିଖିନା ଇଏ ଶିଖିନା ତମ ଘର ଲୋକ ଇଏ ଶିଖିଛନ୍ତି ତମେ ସବୁ ମାଷ୍ଟରଙ୍କୁ ଏଇଭଳିଆ ଦେଖାଉଛ ଇଏ ସବୁ କହୁଛନ୍ତି। ଆଉ ମୁଣ୍ଡ ଖାଉନେ ଶୋଇପଡ ପାଠ କର କି ନ କର ଏଇ ତପସ୍ୱିନୀ ମ୍ୟାଡାମ କହିଲେ ପାଠ ପରୀକ୍ଷା ସଇଲା ମୁଁ କହିଲେ ତମେ ଶୋଇପଡ ପାଠ କର ନା ଏଇଆ କହିଲେ ମୁଁ କହିଲି କାହିଁକି ନା କହିଲା ବେଳକୁ ମୁଁ ଧରି ପିଟି ଦେଲେ ମୋ ହାତକୁ କାଲି କହିଲେ ପାଠ ପଢ କି ନ ପଢ ଶୋଇପଡ ମୁଁ କହିଲି କାହିଁକି ନା ମ୍ୟାମ୍ ଧରି ପିଟିଲେ ନା ମିଛ କଥା କାହିଁକି ଶୋଇ ପକେଇମି ଶୁଣନ୍ତୁ କଣ ହେଇଥିବ ମୁଁ କହିପାରିନି କାହା ମୁଣ୍ଡ ବିନ୍ଧୁଥିବ କି କାହା ପେଟ କଣ ହଉଥିବ ଶୋଇଥିବ ମୁଁ କହିପାରିବିନି କିନ୍ତୁ ମୁଁ ତାଙ୍କୁ କହିନି କଣ ପାଇଁ ଆଲିଗେସନ ଆଣିବେ ମୁଁ କହିପାରିବିନି ସେ କଥା ମୁଁ କହିପାରିବିନି। ତେଣୁ ଆମର ଷ୍ଟାଫ ଅଛନ୍ତି ହେଡ୍ ଦିଦି ଅଛନ୍ତି କମିଟି ଅଛନ୍ତି ସିଏ ତାଙ୍କର ଯଦି ଆମ ପରିସର ଭିତରେ ସମାଧାନ କରିଦେବେ ବେଟର ହବ। ତେଣୁ ମିଡ଼ିଆ ଭାଇମାନଙ୍କୁ ମୋର ଅନୁରୋଧ ଆପଣ ଆଉ ମୋତେ କିଛି ମିଡ଼ିଆରେ ନିଅନ୍ତୁ ନା ମୁଁ ମିଡ଼ିଆ ଆଗରେ କହିପାରିବିନି କିଛି।